ନମସ୍କାର। ଜୟ ମା ସନ୍ତୋଷୀ। ଆଜି ଆମର ଦ୍ୱିତୀୟ ଦିନର ଦେଖା। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ସବୁବେଳେ ଏମିତି ଭଲରେ ଥିବା, ସୁସ୍ଥ ଆଉ ସୁଖରେ ରହିବା, ଏତିକି ମୋର କାମନା। ଆଜି ଆମେ ଶିଖିବା କେତୋଟି ଗାର, ବଙ୍କା ସିଧା, ଉପର ତଳ, ଏପଟ ସେପଟ କରି କେତୋଟି ଗାର। ତାକୁ ମୁଁ ସିଲଟରେ ଆଙ୍କୁଛି, ଆପଣମାନେ ଦେଖନ୍ତୁ। ଏ ଦେଖନ୍ତୁ, ଉପରୁ ତଳକୁ ଆସିଛି, ତଳୁ ଉପରକୁ ଯାଇଛି, ବାଁରୁ ଡାହାଣକୁ, ଡାହାଣରୁ ବାମକୁ, ତଳୁ ଉପରକୁ, ଉପରୁ ପୁଣି ତଳକୁ ତେର୍ଛା ଭାବରେ ଆସିଛି। ଏବେ ଆମେ ଦେଖିବା ଏଇ ଅର୍ଦ୍ଧବୃତ୍ତ ଆକାରରେ ଉପରକୁ ଟୋପି ଭଳି ଯାଇଛି, ତଳକୁ ଗିନା ଭଳି ହେଇଛି। ଏଇଥିରେ ସବୁ ଅକ୍ଷର ଆମେ ଶିଖିପାରିବା। ଏଇ ଦେଖନ୍ତୁ, ଟୋପି ଭଳି ହେଇଛି, ପୁଣି ଗୋଟେ ଟୋପି ହେଇଛି। ଏଠି ଗାର ଦିଆହେଲା, ପୁଣି ଗିନା ଭଳିଆ ହେଇ ପୁଣି ବାଡ଼ିଟିଏ ଦିଆହେଲା। ଇଏ ହେଲା ଏ, ତଳୁ ଉପରକୁ ଗାର, ଉପରୁ ତଳକୁ ଗାର, ଆଉ ମଝିରେ ଶୋଇବା ଗାରଟିଏ ରହିଛି। ପାଠ ପରେ ଆସିଲା ଷାଠ ଶିଖିବାର ସମୟ। ଏଇ ଅକ୍ଷରରେ ଆମେ 4ଟି ଜିନିଷ ଆଜି କଥା ହେବା। ଆମ ଘରୁଆ କଥା, ମୋ କଥା, ଆପଣଙ୍କ କଥା, ଆମ ପରିବାର କଥା। ଏଇ ଦେଖନ୍ତୁ, ଇଏ ହେଲା ଅକ୍ଷରରେ ଅଭିମାନ। ଅଭିମାନ ବିଷୟରେ ଆମେ କିଛି କହିବା। ଅଭିମାନ ମାନେ କ'ଣ? ସେ ଆମକୁ ଏଇଆ କହିଲା, ଏଇଆ କଲା, ଏମିତି କଲା, ସେମିତି। ଆମେ ଅନ୍ୟ ଉପରେ ଅଭିମାନ କରୁ, କିନ୍ତୁ ଆମେ କ'ଣ କେବେ ନିଜ କଥା ଭାବୁ ସେତେବେଳେ? ନା, ସେ ଯାହା କଲା, ତା ମନକୁ ଯାହା ଆସିଲା ସେ କଲା। ତେଣୁ ଆମର ସେଥିରେ ଚିନ୍ତା କରି ସମୟ ନଷ୍ଟ କରିବାର ନାହିଁ, କି ନିଜ ମନକୁ କଷ୍ଟ ଦେବାର ନାହିଁ। ଆମେ କ'ଣ କରିବା, ସେଇ ସମୟତକ ଆମ ପାଇଁ ଭାବିଲେ ଆମର ହିଁ ଉପକାର ହେବ। ଏବେ ଆସିଲା ଅକ୍ଷରରେ ଦ୍ୱିତୀୟ କଥା, ଅବିଶ୍ୱାସ। ଆମେ ସବୁବେଳେ ଠକିଯିବାର ଭୟ ନେଇ ବଞ୍ଚିଥାଉ। ସେ କାଳେ ଆମକୁ ଏଇଆ କରୁଥିବ, ଆମ ପଛରେ କିଛି ଯୋଜନା କରୁଥିବ, ଆମକୁ କାଳେ କିଏ ଖାଲରେ ପକାଇଦେବ, ଆମେ କାଳେ ଅସୁବିଧାରେ ପଡ଼ିବା। ଅବିଶ୍ୱାସ ଏମିତି ସବୁବେଳେ ଲାଗି ରହିଥାଏ। କିନ୍ତୁ ଆମେ ଜାଣିବା କଥା, ଯିଏ ଆମକୁ ଅବିଶ୍ୱାସ କରୁଛି ବା ଆମେ ଯାହାକୁ ଅବିଶ୍ୱାସ କରୁଛୁ, ସେଥିରେ କୌଣସି ଫଳ ହେବ ନାହିଁ। କାରଣ ଯିଏ ଅନ୍ୟ ପାଇଁ ଗାତ ଖୋଳେ, ସେ ନିଜେ ହିଁ ଗାତରେ ପଡ଼େ। ଏବେ ଆସିଲା ତୃତୀୟ କଥା, ଅସୁବିଧା। ଅସୁବିଧାରେ ଯିଏ ପଡ଼ିଥିବ, ଆମେ ତାକୁ ସାହାଯ୍ୟ କରିବା, କିନ୍ତୁ ତାପରେ ଆଉ କିଛି ଆଶା ରଖିବା ନାହିଁ। ସେ ଲୋକ ଆମ ପାଇଁ କିଛି କରିବ ଏମିତି ଭାବିବାନି। କାରଣ ଇଏ ହେଲା କଳିଯୁଗ। ଆମେ ଯାହାକୁ ସୁବିଧା କରେଇଥିବା, ସେ ତା ସୁବିଧା ପାଇଁ ଆମକୁ ଅସୁବିଧାରେ ପକାଇ ପାରେ। ଏଇଥିପାଇଁ ଗୋଟେ ଗପ ଅଛି ନା, ବାଘକୁ ପିଞ୍ଜରାରୁ କାଢ଼ି ବ୍ରାହ୍ମଣଟି କେମିତି ଅସୁବିଧାରେ ପଡ଼ିଲା, ଆଉ ତାକୁ ଉଦ୍ଧାର କରିବା ପାଇଁ ଆଉ ଜଣେ ଲୋକ ଆସିଲା। କାରଣ ବ୍ରାହ୍ମଣଟି ମହତ ଆକାଂକ୍ଷା ନେଇ କାମ କରିଥିଲା। ତେଣୁ ଡରିବାର କିଛି ନାହିଁ। ଏବେ ଆସିଲା ଚତୁର୍ଥ ଶବ୍ଦ, ଅସୁରକ୍ଷିତ। ଆମେ ନିଜକୁ ନେଇ, ନିଜ ସମ୍ପର୍କକୁ ନେଇ, ପରିବାର, ଦେଶ ବା ବିଶ୍ୱ ସମସ୍ତଙ୍କୁ ନେଇ ଚିନ୍ତିତ। ସବୁଠି ଏହି ଡର। ଆମେ ସମସ୍ତେ ନିଜକୁ ଅସୁରକ୍ଷିତ ମନେ କରୁ।
କାରଣ କାଲି କ'ଣ ହେବ ଆମକୁ କିଛି ଜଣା ନାହିଁ। କିନ୍ତୁ ଏଇଠି ଆସୁଛି ଭଗବତ ବିଶ୍ୱାସ କଥା। ଆମେ ଭଗବାନଙ୍କ ଉପରେ ବିଶ୍ୱାସ କଲେ, ତାଙ୍କୁ ସବୁ ସମର୍ପି ଦେଲେ ଆମର କିଛି ଚିନ୍ତା କରିବାର ନଥାଏ। ଏକଥା ଆମେ ଜାଣି ମଧ୍ୟ ଚିନ୍ତାର ସାଗରରେ ବୁଡ଼ି ଉବୁଟୁବୁ ହେଉଥାଉ। ଏବେ ପିଲାମାନଙ୍କ ପାଇଁ ଏ ଅକ୍ଷରରେ ଗୋଟେ ଚିତ୍ର ଆଙ୍କିବା। ଏବେ ମୁଁ ଏ ଲେଖୁଛି, ସେଥିରେ କେଉଁ ଚିତ୍ର ହେଉଛି ଆପଣମାନେ ଦେଖନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଟୋପିଟିଏ ତିଆରି ହୋଇଗଲା ଏ ଅକ୍ଷରରୁ। ପିଲାମାନଙ୍କୁ ଶିଖାନ୍ତୁ ଚିତ୍ର କରିବାର କଳା। ଏବେ ଦ୍ୱିତୀୟ ଶ୍ଲୋକ। ଶ୍ରୀମଦ୍ ଭାଗବତର ଲେଖା ସରିଲା, ତାକୁ ଆଜି ପୁଣି ଟଙ୍ଗେଇ ଦେବା। ଆଜି ଆପଣମାନଙ୍କ ସହିତ କଥାବାର୍ତ୍ତାକୁ ଏଇଠି ରଖିବା। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ମନକୁ କଥାଟି ପାଇଥିଲେ ଲାଇକ୍ କରିବେ ନିଶ୍ଚୟ, ସେୟାର ବି ମଧ୍ୟ କରିବେ, ସବସ୍କ୍ରାଇବ୍ କରିବେ। ରହୁଛି, ଆଉ ଥରେ ନମସ୍କାର।